Okay, good evening, students. समस्त ମୋ voice clear ଅଛି? Everything is clear? Again, ସମସ୍ତଙ୍କ question voice clear ଅଛି? Okay, thank you. Sound clear ଅଛି? Again, ସମସ୍ତଙ୍କ voice clear ଅଛି? Thank you. ଆଚ୍ଛା, ମୋର ଗୋଟେ question ସମସ୍ତଙ୍କୁ ଯୋଉଟା କି ଆଜିର ଯୋଉ କ୍ଲାସରେ ମୁଁ ଗୋଟେ important topic ଉପରେ discussion କରିବି. Important topic means actually ଯୋଉଟା କି main paper GS2 ଅଛି ସେ GS2 ଉପରେ ଆମେ ଆଜି discussion କରିବା ଯେ ଆପ୍ରୋକ୍ସିମେଟଲି ଆମେ 250 କେମିତି ସ୍କୋର କରିପାରିବା ଆପ୍ରୋକ୍ସିମେଟଲି 150 ପାଖାପାଖି କୋଉ କୋଉ ଟପିକକୁ କଭର ଅପ୍ କରିବାର ଅଛି କେମିତି ସ୍କୋର କରିବାର ଅଛି ପର୍ଟିକୁଲାର ଆଜିର ଯାହା ବି ଡିସ୍କସନ୍ ରହିବ GS2 କୁ ନେଇକି ହବ ଯୋଉଟା କି 250 ମାର୍କର ଯେ ତା ଦେହରେ ଆମେ କେମିତି ବେଟର ସ୍କୋର କରିପାରିବା ସେ ସମସ୍ତ ଉପରେ ଆଜି ଆମେ ଡିସ୍କସନ୍ କରିବା ତ ଡିସ୍କସନ୍ କରିବା ପୂର୍ବରୁ ବାସ୍ ତୁମମାନଙ୍କୁ ଗୋଟେ ସିଙ୍ଗଲ କ୍ୱେଶ୍ଚିନ୍ ଯେ ଆଜି ଯୋଉ ଏକ୍ସାମ ଥିଲା ସମସ୍ତେ ଦେଇଛ ହଁ କି ନା ଆଜି ଯୋଉ ଏକ୍ସାମ ଥିଲା ସମସ୍ତେ ଆଜି ଦେଇଛ ହଁ କି ନା ବହୁତ କମ ପିଲା ଆଜି ପଠେଇଛ ଓକେ ଥ୍ୟାଙ୍କ ୟୁ ଠିକ ଅଛି ତ କ୍ଲାସକୁ ଷ୍ଟାର୍ଟ କରିବା ଯୋଉମାନେ ନ କରିଛ କାଇଣ୍ଡଲି ଏଟାକୁ ଟିକେ ପଠେଇଦେବ କାହିଁକିନା ମୁଁ ତମକୁ ମାର୍କିଂ କରି ସବୁ ପିଲାଙ୍କର ସ୍କୋର ମୁଁ ଦେବି ଓକେ ଆଚ୍ଛା ଆଚ୍ଛା ସମସ୍ତଙ୍କୁ ପିଡିଏଫ୍ ଶୋ ହଉଛି ଯୋଉ ସିଲାବସର ପିଡିଏଫ୍ ଅଛି ସମସ୍ତଙ୍କୁ ଶୋ ହଉଛି ସିଲାବସର ଯୋଉ ପିଡିଏଫ୍ ଅଛି ସମସ୍ତଙ୍କୁ ଶୋ ହଉଛି ୟେସ୍ ଓର୍ नो ଥ୍ୟାଙ୍କ ୟୁ ମୁଁ ଟିକେ ଜୁମ୍ କରିଦଉଛି ଓକେ ଦେଖ ବାସ୍ ଗୋଟେ ତମକୁ ଛୋଟ କାଲକୁଲେସନ କହୁଛି ତାପରେ ମୁଁ କ୍ଲାସକୁ କଣ୍ଟିନ୍ୟୁ କରିବି ଯେ ଆମେ ସବୁବେଳେ ଓରିଡି ହେଇଥାଉ କେମିତି ସ୍କୋର କରିବା ଯୋଉଟା କି ଜିଏସ୍ ପେପର 2 ରେ ମନେ ରଖିଥିଲେ ମୁଁ ଏଇଠି କହିବାକୁ ଚାହୁଁଛି ଆଜିର ଡେଟ୍କୁ ମନେ ରଖ 30/11/2025ରେ ଆମେ ଆଜି ଡିସ୍କସନ୍ କରୁଛେ ତୁମେ ଯଦି ଏଇ କନସେପ୍ଟକୁ ଫଲୋ କରିବ ଡେଫିନେଟଲି 150 ପ୍ଲସ୍ ସ୍କୋର କରିବ GS2 ରେ ତୁମେ ଏଇ ବର୍ଷ ମେନ୍ ଏକ୍ସାମ ଦିଅ ବା 2025ର ଯୋଉଟା ମେନ୍ ଏକ୍ସାମ ତୁମେ ଦିଅ କିମ୍ବା 2026ରେ ଯୋଉ ଏକ୍ସାମ ଦେବ କୌଣସି ବି ଏକ୍ସାମ ପାଇଁ ଯେ ତୁମେ ଲକ୍ଷ୍ୟ କରୁଥିବ ପିଲେ ଯଦି ଆମେ ପୂର୍ବ ବର୍ଷର କଟ୍ ଅଫ୍ ଦେଖିବା ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ 52.2% ଯାଇଛି ତୁମର ମେନ୍ର କଟ୍ ଅଫ୍ ଏଥିରେ ଫେରେ କୋଉ ମାର୍କ ମିଶା ହେଇଛି ଇଣ୍ଟରଭ୍ୟୁର ମାର୍କ ମିଶିଛି ଯଦି ଇଣ୍ଟରଭ୍ୟୁର ମାର୍କକୁ ମାଇନସ୍ କରୁଛେ ମ୍ୟାକ୍ସିମମ୍ ଯଦି ଆମେ 50% ସ୍କୋର କରୁଛେ ଜେନେରାଲ ବୟ ସେ ଆରାମସେ ତୁମମାନଙ୍କର ଏକ୍ସାମ କ୍ଲିୟର ହବ ତାର ତ 50% ହିସାବରେ ଆମକୁ ଯିବାର ଅଛି କିନ୍ତୁ ଆମକୁ 50% ନ ଯାଇକିରି ଆମ ଟାର୍ଗେଟ ହଉଛି 60% ଯେ ପ୍ରତ୍ୟେକ ଟପିକରୁ ମୁଁ 60% ସ୍କୋର କରିବି ଯଦି ମୁଁ ତୁମକୁ ଗୋଟେ କ୍ୱେଶ୍ଚିନ୍ ପଚାରେ 250ର 60% କେତେ 250ର 60% କେତେ ଗୋଟେ ଦିଟା ତିନିଟା ଚାରିଟା ତ ଏଠି କେତେ ଆସୁଛି ନା 150 150 ନା ନାଇଁ ତା ଅର୍ଥ ଆମେ ଟାର୍ଗେଟ ରଖିବା ପ୍ରତ୍ୟେକ ପ୍ରତ୍ୟେକ ଜିଏସ୍ ପେପରରେ ମତେ 150 ଆଣିବାର ଅଛି 150 ମୁଁ ଆଣିବି କେମିତି ଏଟା ହଉଛି ସବୁଠାରୁ ବଡ କ୍ୱେଶ୍ଚିନ୍ ମାର୍କ 150 ମୁଁ ଆଣିବି କେମିତି ବହୁତ ସାରା ଟପିକ ଅଛି ପଢିବା ପାଇଁ କିନ୍ତୁ ମୁଁ ଆର ଗୋଟେ ସର୍ଟକଟ କହୁଛି ଏ ସର୍ଟକଟକୁ ଯିବା ପୂର୍ବରୁ ୱିଥ୍ ପ୍ରୁଫ୍ ସହିତ ମୁଁ ତୁମମାନଙ୍କ ସହିତ ଗୋଟେ ପଏଣ୍ଟ ଉପରେ ଡିସ୍କସନ କରିବି ମନେ ରଖିଲେ ଯେତେବେଳେ ମୁଁ ତୁମକୁ ଏ ଟପିକର ସୋସାଇଟି ଉପରେ କ୍ଲାସ୍ କରିଥିଲି ଏ ଟପିକର ସୋସାଇଟି ଉପରେ କ୍ଲାସ୍ କରିଥିଲି ତମକୁ କଣ ପଢେଇଛି ନା MSME ପଢେଇଛି ସେଲ୍ଫ ହେଲ୍ପ ଗ୍ରୁପ ବିଷୟରେ ପଢେଇଛି ତୁମମାନଙ୍କର ହଙ୍ଗର ହଉ ପଭର୍ଟି ହଉ ସଷ୍ଟେନେବଲ ଡେଭଲପମେଣ୍ଟ ବିଷୟରେ ପଢେଇଛି ତା ସହିତ ତୁମମାନଙ୍କର ଯୋଉ ରହିଲା ହେଲ୍ଥ କୁ ନେଇକି ଯୋଉ ଇସ୍ୟୁ ଅଛି ବୋଥ ଇଣ୍ଡିଆ ଓ ଓଡ଼ିଶା ସେ ବିଷୟରେ ପଢେଇଛି ତ କିଛି ଇମ୍ପୋର୍ଟାଣ୍ଟ ଟପିକ ମଧ୍ୟ ମୁଁ ତୁମମାନଙ୍କୁ ପଢେଇଛି ଯଦି ଗୋଟେ ପିଲା ଏ ସୋସାଇଟିକୁ ଭଲସେ ପଢିଥିବ ଡେଫିନେଟଲି ଗୋଟେ 20 ମାର୍କିଆ ଡେଫିନେଟଲି ସେ କ୍ୱେଶ୍ଚିନ୍ ପାଇବ 20 ମାର୍କିଆ କ୍ୱେଶ୍ଚିନ୍ ପାଇବ ତା ଅର୍ଥ ଆମେ ଏମିତି ପଢିବା ଦରକାର ଏମିତି ଟପିକକୁ କଭର ଅପ୍ କରିବା ଦରକାର ଯୋଉଟା କି ଆମ ଏକ୍ସାମରେ ଡାଇରେକ୍ଟ କ୍ୱେଶ୍ଚିନ୍ ଆସିବ ମୁଁ ତୁମକୁ ୱିଥ୍ ପ୍ରୁଫ୍ ସହିତ ଦେଖାଉଛି ତୁମେ ଲକ୍ଷ୍ୟ କର ଲାଷ୍ଟ ବର୍ଷ ଯୋଉ କ୍ୱେଶ୍ଚିନ୍ ଆସିଥିଲା ମୁଁ ଟିକେ ଲାଷ୍ଟ ବର୍ଷର କ୍ୱେଶ୍ଚିନ୍ ତୁମମାନଙ୍କ ସହିତ ସେୟାର କରୁଛି ତା ଦ୍ୱାରା ତମେ ଆଉ ଟିକେ କ୍ଲାରିଫାଇ ହେଇଯିବ ଆଉ ଟିକେ କ୍ଲାରିଫାଇ ହେଇଯିବ ଓକେ ଦେଖ ଏଇଟା କୋଉ ବର୍ଷର କ୍ୱେଶ୍ଚିନ୍ क्वेश्चन हूँ 2023 क्वेश्चन 23 क्वेश्चन माने एग्जाम ହେଇଥିବ କେବେ ତୁମମାନଙ୍କର 24 ରେ ଏକ୍ସାମ ହେଇଥିବ ଦେଖ
डायरेक्ट क्वेश्चन केमती आସୁଛି ଦେଖ ଏମଏसଏମଇ क्वेश्चन नंबर 9 नंबर लक्ष्य करছো what is the important of MSME in the economic development of India? What is the major challenges जोटा कि MSME सेक्टर तुम्हारा MSME सेक्टर रे मेजर चैलेंजेस कौन रोचे पूरा डायरेक्ट क्वेश्चन पाइलो हो कि ना तार तो तुम्हें एट क्लियर हो जे हमको एमिति सब टॉपिक को चूज करार अछि जोटा कि हमको डायरेक्ट एग्जाम रे क्वेश्चन आसो ये थिला को वर्ष रो क्वेश्चन ना 2023 ता पूर्व वर्ष को ଯିବା ଦେଖ ତା ପୂର୍ବ ବର୍ଷ କ୍ୱେଶ୍ଚିନ୍ ଗୋଟେ ସେକେଣ୍ଡ ଓକେ ତା ପୂର୍ବ ବର୍ଷ କ୍ୱେଶ୍ଚିନ୍ କୁ ଯାଉଛି ତୁମମାନଙ୍କର 14 ନମ୍ବର କ୍ୱେଶ୍ଚିନ୍ ଦେଖ ଏ ଡିସ୍କସନ୍ ବହୁତ ଇମ୍ପୋର୍ଟାଣ୍ଟ କାହିଁକି ନା ଛୋଟ ଛୋଟ ଡିସ୍କସନ୍ ହିଁ ତମକୁ ମାନେ ସେତିକି କ୍ଲାରିଫାଇ କରାଏ ଯେ ଆକ୍ଚୁଆଲି ଆମକୁ କେମିତି ସ୍କୋର କରିବାର ଅଛି ଗୋଟେ ପିଲା ଦିନକୁ 8 ଘଣ୍ଟା ପଢିକି ଯେତିକି ସ୍କୋର ନ କରିପାରିବ ତୁମେ ଦିନକୁ 3 ଘଣ୍ଟା ପଢିକି ମଧ୍ୟ ସେତିକି ସ୍କୋର କରିପାରିବ ମୁଁ ପ୍ରୁଫ୍ ସହିତ ତମମାନଙ୍କୁ ଦେଖାଉଛି ଦେଖ 14 ନମ୍ବର କ୍ୱେଶ୍ଚିନ୍ ହ୍ୱାଟ ଇଜ୍ ସୋସିଆଲ ଜଷ୍ଟିସ୍ ଆଣ୍ଡ ଏ ଷ୍ଟାଟସ୍ ଅଫ୍ ଓମେନ୍ ଇନ୍ ଇଣ୍ଡିଆନ୍ ସୋସାଇଟି ଭାରତରେ ମହିଳାମାନଙ୍କର ବିଷୟରେ ପଚାରିଛି ମୁଁ ତୁମକୁ ଓମେନ୍ ବିଷୟରେ ପଢାଇଛି যে ওমেন ମାନଙ୍କ ଇସ୍ୟୁ କ'ଣ ଅଛି ଏଭ୍ରିଥିଙ୍ଗ ତ ଏଠି ଡାଇରେକ୍ଟ କ୍ୱେଶ୍ଚିନ୍ ପାଇଲ ତ ଏଠି ଗୋଟେ ନୂଆ ଜିନିଷ ତମକୁ ଆଡ୍ କରି ପଚାରିଲା କେମିତି ଦେଖ ମାନେ ପଚାରିଛି ଲିଗାଲ ଷ୍ଟାଟସ୍ ଅଫ୍ ଓମେନ୍ ଇନ୍ ଇଣ୍ଡିଆ ଦେଖ କିଛି କିଛି ଜିନିଷ ଥାଏ ଯଦି ଗୋଟେ ପିଲା ତା ମାଇଣ୍ଡର ଥାର୍ଡ ସେନ୍ସକୁ ୟୁଜ୍ କରିବ ଡେଫିନେଟଲି ସେ ସ୍କୋର କରିବ କେମିତି ଆମର ଇଣ୍ଡିଆରେ ଓମେନ୍ ମାନଙ୍କ ଲିଗାଲ ଷ୍ଟାଟସ୍ କେଉଁ କେଉଁ ଆର୍ଟିକଲ ସହିତ ଅଛି आर्टिकल 15 जोटा कि कहुଯାଇଛି स्पेशल रिजर्वेशन थाए ओमेन ମାନଙ୍କ ପାଇଁ आर्टिकल 16 वर्क प्लेस कौन आसला वर्क प्लेस वर्क प्लेस रे ମଧ୍ୟ स्पेशल रिजर्वेशन अछि जोटा कि हमें ऑलरेडी पॉलिटी रे पढ़ी थाउ जोटा कि कॉमन जिंस आउ गोटे कौन आसला आर्टिकल 42 कि मते कहबो जोटा कि डीपीएसपी रे थाए एनीवन आंसर मी आर्टिकल 42 को विषय कहे आर्टिकल 42 को विषय कहे एनीवन आंसर एनीवन आंसर maternity relief equal pain हुए maternity relief maternity relief तो महिला ମାନଙ୍କ ପାଇଁ जो maternity ବା प्रेग्नेंट टाइम रे जो ତାଙ୍କର जो फैसिलिटी थाए से विषय कही थाए आर्टिकल 42 तो ताकू छाला परे आउ किछि स्पेशल एक्ट अछि केमति तुम कहि परिबो हिंदू मैरिज एक्ट जोटा कि हमर कॉमन जिंस हिंदू मैरिज एक्ट केते 1955 1955 होछि हिंदू मैरिज एक्ट ओमेन ओमेन मानकर डोमेस्टिक भायोलेशन डोमेस्टिक भायोलेंस डोमेस्टिक भायोलेंस को आर्टिकल को एक्ट सहित आସୁଛି ନା 2005 डोमेस्टिक भायोलेंस तो ए सब छोट छोट जिनिस गोटे महिला ମାନଙ୍କ ସହିତ ରିଲେଟେड ଥାଏ ତ ଆରାମ ସେ ଗୋଟେ ପିଲା ଲେଖି ପାଇଲା ତା ଅର୍ଥ ଯଦି ଆମେ ଏଇ ସିଲେକ୍ଟିଭ ୱେରେ ଯିବା ମୁଁ ଯେମିତି ତୁମକୁ ପଢଉଛି ଦେଖ ମୁଁ ତୁମକୁ ଏଇଠି କ୍ଲାରିଫାଇ କଲି ଆଉ ମନେ ରଖ ଯୋଉଟା କି ମୁଁ ତୁମକୁ କ୍ଲାସରେ ପଢଉଛି ଆଉ ଯୋଉ ଯୋଉ ନୋଟ ଦଉଛି ତୁମକୁ ଦେଖଉଛି ଯୋଉମାନେ ସପୋଜ ଆମର ପ୍ରି ପ୍ଲସ୍ ମେନ୍ ବ୍ୟାଚ୍ ଅଛ বা ଖାଲି ରାପିଡ ଫାୟାର ବ୍ୟାଚ୍ ଅଛି ଜଣେ ଏ ବର୍ଷ ଏକ୍ଜାମକୁ ଯିବ ଦେଖ ତୁମେ କଣ୍ଟେଣ୍ଟକୁ ଯିବ କଣ୍ଟେଣ୍ଟର ମେନ୍ ସେକ୍ସନକୁ ଯିବ ଯୋଉଟା କି GS2 ରେ ଦେଖ सोशियल जस्टिस रे ମୁଁ କ'ଣ ପଢେଇଛି ପଭର୍ଟି ପଢେଇଛି ହଙ୍ଗର ପଢେଇଛି ସେଲ୍ଫ ହେଲ୍ପ ଗ୍ରୁପ ପଢେଇଛି MSME ପଢେଇଛି ହେଲ୍ଥ ସିଷ୍ଟମ ଇନ୍ ଇଣ୍ଡିଆ ବିଷୟରେ ପଢେଇଛି ତା ଅର୍ଥ ଯଦି ଗୋଟେ ପିଲା ଏତିକକୁ ଭଲସେ ପଢିଛି ଆଉ ତା ସହିତ ଏଥିରେ ଆଉ ତମକୁ ଦୁଇଟା କିମ୍ବା ତିନିଟା କ୍ଲାସ୍ ଲାଗିବ ଯୋଉଟା କି ଏକ୍ସଟ୍ରା ପଏଣ୍ଟ ଗୋଟିଏ କ୍ୱେଶ୍ଚିନ୍ ତୁମେ ଆରାମସେ ପାଇପାରିବ ହଁ କି ନା ଭେରି ଅନେଷ୍ଟଲି ମୋତେ କହିବ କାହିଁକି ନା ଆମ ଟାର୍ଗେଟ ଅଛି ଏ ବର୍ଷ ମିନିମମ୍ 50 ପିଲା ସେଥିପାଇଁ ମୁଁ ତୁମକୁ ଏବେଠୁ କ୍ଲିୟର କରିକିରି ସବୁ ଷ୍ଟେପ୍ ବାଇ ଷ୍ଟେପ୍ ଯାଉଛି ପୁରା କ୍ଲିୟର ଆଚ୍ଛା ଏବେ ମୁଁ ବ୍ୟାକ୍ କଲି ଆଉ ଗୋଟେ ବ୍ୟାକ୍ କଲି ଆଉ ଗୋଟେ ଫାଇଲ ଗଭର୍ଣ୍ଣାନ୍ସ ଗଭର୍ଣ୍ଣାନ୍ସରେ ମୁଁ ବେଶୀ ପଢ଼େଇନି ଯଦି ତୁମେ ଗଭର୍ଣ୍ଣାନ୍ସର ଦେଖିବ ଏତେ ମୋଟା ବହି କ'ଣ ପଢ଼େଇ ଦେଖ ହ୍ୱାଟ ଇଜ୍ ଗଭର୍ଣ୍ଣାନ୍ସ ଇ ଗଭର୍ଣ୍ଣାନ୍ସ କହିଲେ କ'ଣ ବୁଝିବା ଡିଜିଟାଲ ଗଭର୍ଣ୍ଣାନ୍ସ କହିଲେ କ'ଣ ବୁଝିବା ଏମିତି କିଛି ସିଲେକ୍ଟେଡ ଟପିକ ପଢ଼େଇଛି ତମକୁ ମୁଁ ଦେଖିବାକୁ ଚାହୁଁଛି ପୂର୍ବ ବର୍ଷର କ୍ୱେଶ୍ଚିନ୍ ମାନେ ଲାଷ୍ଟ ଇୟର ଯୋଉ କ୍ୱେଶ୍ଚିନ୍ ଆସିଥିଲା ଦେଖ लास्ट ईयर क्वेश्चन डायरेक्ट क्वेश्चन तुमको एमती आला ଏବେ ପାଇଗଲ ହ୍ୱାଟ ଇଜ ଇ ଗଭର୍ଣ୍ଣାନ୍ସ ଉପରେ କ୍ୱେଶ୍ଚିନ୍ ଆସିଗଲା ତା ଅର୍ଥ ତୁମେ ତୁମେ ଯାହା ବି ତୁମ ମାନଙ୍କୁ ମୁଁ ଯୋଉ ଯୋଉ କନସେପ୍ଟକୁ ପଢଉଛି ଯୋଉ ଯୋଉ ଜିନିଷକୁ ତୁମକୁ ଦଉଛି ଡାଇରେକ୍ଟ ତୁମେ କ୍ୱେଶ୍ଚିନ୍ ପାଇଲ ତାହେଲେ ଆମେ ଏଠି କ'ଣ କରିବା ଦେଖ
ଭେରି କ୍ଲିଅର ଜିନିଷ ମୁଁ ତୁମକୁ ଯେମିତି କହୁଛି ତୁମକୁ ସେମିତି ଯିବାର ଅଛି। କାହିଁକି ନା ଏଇ 2026ରେ ମୋର ଟାର୍ଗେଟ ତ 50 ଅଛି। ତୁମେ ଯଦି ସମସ୍ତେ ଏଇ ଜିନିଷକୁ ଫଲୋ ଅପ୍ କରିବ ତ ଡେଫିନେଟଲି ତୁମରି ମାନଙ୍କ ଭିତରେ ସେ ବହୁତ ସାରା ପିଲା ମଧ୍ୟ କ୍ଲିୟର କରିପାରିବ। କାହିଁକିନା ଆମେ ହାର୍ଡୱାର୍କ ଉପରେ ମୁଁ କେବେ ବି ବିଲିଭ କରେ ନା। ମୋର କନସେପ୍ଟ ହଉଛି ସ୍ମାର୍ଟ ୱାର୍କ। ଯୋଉ ପିଲା ସ୍ମାର୍ଟ ୱାର୍କ କଲା ସେ ଡେଫିନେଟଲି ସକ୍ସେସ୍ ପାଇବ। ସ୍ମାର୍ଟ ୱାର୍କ ହଉଛି ଏଇଭଳି। ଆଉ ଗୋଟେ ଜିନିଷ ଦେଖ, ତ ଆକ୍ଚୁଆଲି ଏ ଟପିକକୁ ନେଇକି କୋଉ କୋଉ ଗ୍ରାଉଣ୍ଡରେ କ୍ୱେଶ୍ଚିନ୍ ଆସିବ ତୁମେ ମନେ ରଖ ପିଲେ, ଗୋଟେ ସେକେଣ୍ଡ ଦେଖ। ଆମର ଏଇ ଯୋଉ GS2 ରେ କୋଉ କୋଉ ଟପିକ ଅଛି, ଗୋଟେ ଅଛି ତୁମର ଓଡ଼ିଶା ସହିତ ବର୍ଡର ଡିସ୍ପ୍ୟୁଟ, ତା ଉପରେ ଗୋଟେ କ୍ୱେଶ୍ଚିନ୍। ତା ଅର୍ଥ ମୁଁ ତୁମକୁ ଅଲରେଡି ପଢେଇଛି ବର୍ଡର ଡିସ୍ପ୍ୟୁଟ କଣ ଅଛି, ଆନ୍ଧ୍ର ସହିତ କଣ ଅଛି, ୱେଷ୍ଟ ବେଙ୍ଗଲ ସହିତ ୱାଟର ଡିସ୍ପ୍ୟୁଟ ଏଭ୍ରିଥିଙ୍ଗ। କ୍ୱେଶ୍ଚିନ୍ ନମ୍ବର 8 ନମ୍ବର ଦେଖ, ଡାଇରେକ୍ଟ କ୍ୱେଶ୍ଚିନ୍। ଏଥିରେ କେବେ ବୁଲେଇ ବଙ୍କେଇ ପଚାରେ ନା, କିନ୍ତୁ ସେ ଟପିକ ବିଷୟରେ ମୋର ଆଇଡିଆ ଥିବା ଦରକାର। ଆନ୍ଧ୍ର ପ୍ରଦେଶ ସହିତ ଓଡ଼ିଶାର ଅଛି ଅସମାହିତ ସୀମା ବିବାଦ ବିଷୟରେ ବର୍ଣ୍ଣନା କରିବା ପାଇଁ କହିଛି। ଯାହାକୁ ଆମେ କହୁଛୁ ଓଡ଼ିଶା ଷ୍ଟେଟ୍ କାହା ସହିତ ନା ତୁମର ଡିସ୍ପ୍ୟୁଟ ୱିଥ ଆନ୍ଧ୍ରପ୍ରଦେଶ ସହିତ ଯୋଉ ଓଡ଼ିଶାର ଯୋଉ ବର୍ଡର ଡିସ୍ପ୍ୟୁଟ ଅଛି। ଅର୍ଥ ଏଇଠି ତୁମେ ଡାଇରେକ୍ଟ ପାଇଗଲ। ତା ଅର୍ଥ ଆମକୁ ଅଲଗା କିଛି ସୋର୍ସେସକୁ ଯିବାର ନାହିଁ। ଆମକୁ ପୁରା ଆମ ସୋର୍ସେସଟାକୁ ଲିମିଟେଡ ରଖିବା, ଆଉ ସେଇ ସୋର୍ସକୁ ନେଇକି ଆମକୁ ଯିବାର ଅଛି। ହଁ, ସେ ଯାହା ବି କିଛି ହଉ ତମକୁ ମୁଁ କ୍ଲାସରେ ପଢେଇଛି। ଆଚ୍ଛା, ଆଉ ଗୋଟେ ଜିନିଷ ଆସିଲା ଯେ ଏଇ ଯୋଉ GS2 ରେ ଗୋଟେ ସେକ୍ସନ ଅଛି ପଲିଟି। ଦେଖ, ଆକ୍ଚୁଆଲି ପଲିଟିକୁ ମୁଁ ପଢେଇବିନି, ତାହେଲେ କରିବା କଣ? ଦେଖ, ପଲିଟିର କିଛି କନସେପଚୁଆଲି ଟପିକ ରହିଛି ଯୋଉଟା କି ତାରି ଉପରେ ହିଁ କ୍ୱେଶ୍ଚିନ୍ ଆସେ। ଗୋଟିଏ ହେଉଛି ତୁମର ସେଣ୍ଟର ଆଉ ଷ୍ଟେଟ୍ ଭିତରେ ଥିବା ରିଲେସନ, ସେଣ୍ଟର ଆଉ ଷ୍ଟେଟ୍ ଭିତରେ ଥିବା ରିଲେସନ। ଆଉ ଗୋଟେ ହେଉଛି ଗଭର୍ଣ୍ଣରଙ୍କୁ ନେଇକିରି, ଗଭର୍ଣ୍ଣରଙ୍କର ଗୋଟେ ଭୂମିକା ରହୁଛି। ଆଉ ଗୋଟେ ଥାଏ ରାଜ୍ୟସଭାକୁ ନେଇକିରି। ତାପରେ ଆସିଲା ଫେଡେରାଲ ଷ୍ଟ୍ରକ୍ଚର ବିଷୟରେ ଥାଏ। କଣ ଆସିଲା, ଯେମିତି କହିପାରିବ ଫେଡେରାଲ ଷ୍ଟ୍ରକ୍ଚର ଅଫ ଗଭର୍ଣ୍ଣମେଣ୍ଟ ଉପରେ କ୍ୱେଶ୍ଚିନ୍ ଆସିଥାଏ। କିମ୍ବା ତୁମର ଯୋଉ ରହିଲା କି ସିନା ଫାଇନାନ୍ସ କମିଶନ ରହିଲେ, ତ ଆରି ଉପରେ ତୁମକୁ କ୍ୱେଶ୍ଚିନ୍ ଦେଇଥାଏ। ମୁଁ ତୁମକୁ ପଲିଟିର ସିଲେକ୍ଟେଡ 12 ରୁ 15ଟା କ୍ୱେଶ୍ଚିନ୍ ଦେବି। ଆଉ ଏତିକି ସହିତ ଗ୍ୟାରେଣ୍ଟି ରଖୁଛି ତୁମମାନଙ୍କୁ ଯେ 12 ରୁ 15 କ୍ୱେଶ୍ଚିନ୍ରୁ ତୁମେ ମିନିମମ୍ 5+ କ୍ୱେଶ୍ଚିନ୍ ପଲିଟିରୁ ପାଇଯିବ। ତା ଅର୍ଥ ଆମେ ଏଇ କ୍ଲିୟର କୋଡ ରାସ୍ତାରେ ଯିବା ଯେ ଆମକୁ GS2 ରେ 150 ରଖିବାର ଅଛି। ତା ପାଇଁ ଆମେ ପ୍ରଥମେ କଣ କରିବା? ପ୍ରଥମେ ହଉଛି ମୁଁ ଯୋଉ ଟପିକ ୱାଇଜ ଯୋଉ ଛୋଟ ଛୋଟ ଥିଓରି ଦେଇଛି, ତୁମେ ସବୁବେଳେ ବାହାର କରିବ। ମୁଁ ଯୋଉ ଥିଓରି ଦେଇଥାଏ, ଯୋଉ କ୍ଲାସ ନିଏ, ଭେରି ସର୍ଟ ଜିନିଷ ଥାଏ ଆଉ ଭେରି ଟୁ ଦ ପଏଣ୍ଟରେ ଥାଏ। କାହିଁକି ନା ସେଇ ଜିନିଷ ହିଁ ଆମ ପାଇଁ ଦରକାର। ମୁଁ ଅନନେସେସରି ପୁଳାଏ ଜିନିଷ ତମକୁ କୁହେ ନା, ନା ପୁଳାଏ ଜିନିଷ ଦେଇଦିଏ ନା। କାହିଁକି ନା ଆମକୁ ସକ୍ସେସ୍ ପାଇବାର ଅଛି। ମତେ 100ରୁ 100 ରଖିବାର ନାହିଁ, ମତେ 60 ରୁ 65% ରଖିବାର ଅଛି। କାହିଁକିନା ମତେ ର୍ୟାଙ୍କରେ ଆସିବାର ଅଛି, ମତେ ୱିନର ହବାର ଅଛି। ତ ସେଇ ହିସାବରେ ଯିବାର ଅଛି। ତା ତ ନମ୍ବର 1 ପଏଣ୍ଟ, ମୁଁ ଯୋଉ ତମକୁ ଆପ୍ଲିକେସନ ଯୋଉ ଆଦିତ୍ୟ ଏକାଡେମୀ ଆପ୍ଲିକେସନ ଅଛି, ଯାହା ବି ତମକୁ ପଢଉଛି তুমি ତାକୁ ସେତିକକୁ ବାର ବାର ରିଭିଜନ କରିବ, ଯେତେ ଦୂର ରିଭିଜନ କରିବ। ଦ୍ୟାଟ୍ ଇଜ ଦ ଫାର୍ଷ୍ଟ ପଏଣ୍ଟ। ସେକେଣ୍ଡ ପଏଣ୍ଟ ହଉଛି ମୁଁ ପ୍ରତ୍ୟେକ GS ପେପର ୱାଇଜ ମୁଁ ତମକୁ କହିଥିଲି 30ରୁ 40ଟା ଭଳିଆ କ୍ୱେଶ୍ଚିନ୍ ଦେବି। ଯେମିତି ଆଜି 5ଟା କ୍ୱେଶ୍ଚିନ୍ ଦେଇଛି, ଆସନ୍ତା ସଣ୍ଡେରେ ହଉଛି ଏଥିକ୍ସ ଏକ୍ଜାମ, ତାପରେ ସଣ୍ଡେରେ ଫେର 5-6ଟା କ୍ୱେଶ୍ଚିନ୍ ଦେବି। ଏ କ୍ୱେଶ୍ଚିନ୍ ଥ୍ରୁରେ ମୁଁ ତୁମମାନଙ୍କୁ ସମସ୍ତ ସିଲେକ୍ଟେଡ କ୍ୱେଶ୍ଚିନ୍ ବି ଦେଇଦେଲି। ତା ଅର୍ଥ ଗୋଟେ ପିଲା ଯଦି ସେ କ୍ୱେଶ୍ଚିନ୍କୁ ଭଲସେ ପ୍ରିପେୟାର କରୁଛି, ଡାଇରେକ୍ଟ ମଧ୍ୟ ଏକ୍ଜାମରେ ପାଇଗଲା। ତୃତୀୟ ଜିନିଷ ହଉଛି କଣ, ଯେତେବେଳେ ବି ତମକୁ ସମୟ ମିଳୁଛି ଏ ଦୁଇଟି ଜିନିଷକୁ ବାର ବାର ରିଭାଇଜ କର। ଲେଖିବା ଶୈଳୀକୁ ଚେଞ୍ଜ କର। ପ୍ରଥମ ଥର ଲେଖିବ ଟିକେ ଭଲ ଆସିବନି, ଦ୍ୱିତୀୟ ଥର ଲେଖିବ ଟିକେ ବେଟର ହବ, ତୃତୀୟ ଥର ଲେଖିବ ଆଉ ଟିକେ ବେଟର ହବ, ଫୋର୍ଥ ଟାଇମ ଲେଖିବ ଆହୁରି ସୁପର ହବ। ତ ମନେ ରଖ, ସେଇ ସ୍କିଲକୁ ଏବେଠୁ ଆପଣେଇବ। ବହୁତ ସାରା ପିଲା କନଫ୍ୟୁଜନ ହୁଅନ୍ତି, କଣ ପଢିବି କେମିତି ପଢିବି। କିଛି ନାହିଁ, ପୁରା ଗୋଟିଏ ଶୁଦ୍ଧ ରୁଲ ହଉଛି ଏହା। ମତେ ଥିଓରି ପଢିବାର ଅଛି, ଥିଓରି ପଢି ସାରିଲା ପରେ ସିଲେକ୍ଟେଡ କ୍ୱେଶ୍ଚିନ୍କୁ ପଢିବାର ଅଛି। ଏଇ ହିସାବରେ ମତେ ଯିବାର ଅଛି। ତ ସେଥିପାଇଁ ମୁଁ GS2କୁ ଏଥିପାଇଁ କ୍ଲାରିଫାଇ କରେଇଲି, ଯେହେତୁ ଆସନ୍ତାକାଲି ଡିସେମ୍ବର ମାସ ଷ୍ଟାର୍ଟ ହଉଛି। ମୁଁ କହିଥିଲି ଡିସେମ୍ବର 3-4 ଠାରୁ ମୁଁ GS1 ଆଉ 3କୁ ମଧ୍ୟ ଷ୍ଟାର୍ଟ କରିବି। ତାର ଅର୍ଥ ହଉଛି ଯେ ଆସନ୍ତା ସପ୍ତାହରେ ମୁଁ GS1 ଆଉ GS3କୁ ଷ୍ଟାର୍ଟ କରିବି। କିନ୍ତୁ ୱିକରେ 2ଟା ଦିନ ମୁଁ ରଖିବି ଯୋଉଟା କି GS ପେପର 2 ଆଉ GS ପେପର 4 ପାଇଁ। ତା ଅର୍ଥ ସାଇଡରେ ମଧ୍ୟ ଯୋଉଟା କି ରହିଯାଇଛି ସେଟା ମଧ୍ୟ କଣ୍ଟିନ୍ୟୁ ହବ, ତା ସହିତ ସିଲେକ୍ଟେଡ କ୍ୱେଶ୍ଚିନ୍ ବି ଦିଆହବ। ତାହେଲେ ତୁମେ ଏଇ ଗୋଟିଏ ରୁଲକୁ ଫଲୋ କରିବ। ଯେତିକି ବି ମୁଁ ତୁମକୁ ଦେଇଛି
ପଢଉଛି ତାପରେ ଫର୍ମ ଫିଲଅପ୍ କଥା କହିବା। ଫର୍ମ ଫିଲଅପ୍ ଯେବେ ବି ହଉ ମୋତେ ସକ୍ସେସ୍ ହବାର ଅଛି। ମୋର ଟାର୍ଗେଟ ଅଛି। ଏଥିପାଇଁ ତମମାନଙ୍କ ସହିତ ମୁଁ ଲାଗୁଛି ଯେ 2026 ହେଉଛି ମେ ବି ମୋ ପାଇଁ ସବୁଠାରୁ ଇମ୍ପୋର୍ଟାଣ୍ଟ ବର୍ଷ। କାହିଁକି ନା ମୁଁ ଗୋଟେ ଗୋଲ୍ ନେଇକି ଯାଉଛି, ମିନିମମ୍ 50 ପିଲା ଆମ ଭିତରେ ପାଇବା ଦରକାର। ଆଉ ତମକୁ ଯୋଉ କୋଶ୍ଚିନ୍ ଦଉଛି, ଜଷ୍ଟ ଇମାଜିନ୍ କରିବ, ଇଏ ହଉଛି ସେଇ ସବୁ କୋଶ୍ଚିନ୍ ଯୋଉଟା ଡାଇରେକ୍ଟ ସିଲେକ୍ଟେଡ୍ କୋଶ୍ଚିନ୍। ଭାବିପାରିବ ଯେ ମେନ୍ର ଏଇ ଟପିକ୍ ଉପରେ କୋଶ୍ଚିନ୍ ଆସେ। ଯୋଉ ଯୋଉ ଟପିକ୍ ସବୁ ତୁମମାନଙ୍କୁ ଦଉଛି, କାଇଣ୍ଡଲି ଥରେ ପ୍ରାକ୍ଟିସ୍ କରିବ ସେଲ୍ଫ। ତାପରେ ମୁଁ ତମକୁ ଗୋଟେ ଆନ୍ସର ସିଟ୍ ଦେବି। ଆନ୍ସର ସିଟ୍କୁ ପଢିବ, ତାପରେ ନିଜର ଗୋଟେ ଆଉ ଥରେ ଲେଖିବ। କେବେ ନିଜେ ଡାଇରେକ୍ଟ ଆଗ ଯୋଉଟା ଲେଖୁଛ ସେଟାକୁ ଫାଇନାଲ ବୋଲି ଭାବିବନି। ତମେ ପ୍ରଥମେ ଆଗକୁ ନିଜେ ଲେଖିବ, ଠିକ ଅଛି। ତାପରେ କଣ କରିବ, ସେକେଣ୍ଡ ଟାଇମ୍ ମୁଁ ତମକୁ ଯୋଉ ଆନ୍ସର ସିଟ୍ଟା ଦେବି ତାକୁ କଣ କରିବ ନା ତୁମେ ଆଉ ଥରେ ପଢିକିରି ଟ୍ରାଏ କରିବ ଲେଖିବା ପାଇଁ। ତ ସେଟାକୁ ଫାଇନାଲ ରଖିବ। ତ ଆଉ ଗୋଟେ ଜିନିଷ ମନେ ରଖ, ଗୋଟେ ଦିନରେ ମିନିମମ୍ ତୁମେ ଟାଇମ୍ ଦବାକୁ ପଡିବ 4 to 5 ଆୱାର ମିନିମମ୍। ତା ଭିତରୁ ଗୋଟିଏ ଘଣ୍ଟା ରହିବା ଦରକାର ପ୍ରତ୍ୟେକ ଦିନ ରିଭିଜନ ପାଇଁ। ସେ ଜିଏସ୍ ପେପର 1 ହଉ, 2 ହଉ, 3 ହଉ, 4 ହଉ। এই ଗୋଟେ ରୁଲକୁ ନେଇକିରି ବର୍ତ୍ତମାନ ଚାଲ ଅପ୍ ଟୁ ଜାନୁଆରୀ 15 ପର୍ଯ୍ୟନ୍ତ। କାହିଁକି ନା ଆମର ଯୋଉ ମେନ୍ ର କ୍ଲାସ୍ ଚାଲୁଛି ଜାନୁଆରୀ 15 ପର୍ଯ୍ୟନ୍ତ ଚାଲିବ। ଆଉ ଜାନୁଆରୀ 15 ଭିତରେ ମୁଁ ଏତିକି ତମକୁ ଗ୍ୟାରେଣ୍ଟି ଦଉଛି, ସମସ୍ତ ଟପିକ୍ ମୁଁ ସାରିବି। ଆଉ ସିଲେକ୍ଟେଡ୍ ସହିତ ଆଉ ତାର ରିଲେଟେଡ୍ ମଧ୍ୟ କୋଶ୍ଚିନ୍ ବି ମୁଁ ପ୍ରୋଭାଇଡ୍ କରିଦେବି। ଆଉ ସେତିକି ଜିନିଷ ନେଇ ଯଦି ଜଣେ ମେନ୍ ହଲ୍କୁ ଯାଉଛି ବା ମେନ୍ ର ଏକ୍ସାମ୍ ହଲ୍କୁ ଯାଉଛି, 60% ରଖିବାଟା ତ ଥୟ, ଏଟା ସିଓର। ତୁମେ କେଉଁ ବର୍ଷର କୋଶ୍ଚିନ୍ ପେପର ସହିତ କମ୍ପେୟାର କର, କିଛି ବି କମ୍ପେୟାର କରିଦିଅ, ଆରାମସେ ହେଇଯିବ। ବାସ୍ ତମକୁ ମୋର ଗୋଟିଏ ରିକ୍ୱେଷ୍ଟ ରହିବ, ଯାହା ସବୁ ଥିଓରି ପଢେଇଛି ତାକୁ ଟିକେ ରିଭିଜନ କରିବ। ଯାହା ବି ଡାଉଟ୍ ହଉଛି ମତେ ତୁମେ ଡାଇରେକ୍ଟ କଲ୍ କରିପାରିବ, କିଛି ପ୍ରୋବ୍ଲେମ ନାହିଁ ଯେ ସାର୍ ଏଇ ଜିନିଷ ହଉଛି, ଆକୁ କଣ କରିବି। କିନ୍ତୁ ଗୋଟିଏ ଜିନିଷରେ ମୁଁ ବିରକ୍ତ ହୁଏ, ଥରେ ତମକୁ ବାଟ ଦେଖେଇ ସାରିଲା ପରେ ଫେର ଆଉ ଥରେ ବାଟ ପଚାରିଲେ ମୁଁ ଟିକେ ବିରକ୍ତ ହୁଏ। କାହିଁକି ନା ତମକୁ ରୁଟ୍ ଦେଖେଇଛି, ଏଟା ହଉଛି ରୁଟ୍, ଏଇ ବାଟ ତମକୁ ଯିବାର ଅଛି, এইଭଳି ଯିବାର ଅଛି। ଓଏସ୍ ପାଇବାଟା ବହୁତ ସହଜ, ଓଏସ୍ ପାଇବାଟା ଟୁ ମଚ୍ ଡିଫିକଲ୍ଟ। ଏଟା ହଉଛି ଏ ଦିଟା ଜିନିଷ ମନେ ରଖିବ। ଗୋଟେ ପାଇବାଟା ବହୁତ ସହଜ, କିନ୍ତୁ ପାଇବାଟା ଟୁ ମଚ୍ ଡିଫିକଲ୍ଟ। କାହିଁକି, ଯଦି ତୁମ ରାସ୍ତା ଠିକ ଅଛି ତୁମେ ପାଇବ ସହଜରେ, କିନ୍ତୁ ରାସ୍ତା ଯଦି ବୁଲେଇ ବଙ୍କେଇ ଯିବ ତାହେଲେ ତମକୁ ଡିଫିକଲ୍ଟ ହେଇଯିବ। ଏଇ ପ୍ରୋସେସରେ ଯାଅ, ଏନି ମୁଭମେଣ୍ଟରେ ମୁଁ ତମ ସହିତ ଅଛି। ଆଉ ଗୋଟେ ଜିନିଷ ମୁଁ ତମକୁ କହିଦଉଛି, ହଁ, କହୁଛି ଏସେ, ମୁଁ ଏସେଟା ଡିସେମ୍ବର 15 ପରେ ଷ୍ଟାର୍ଟ କରିବି। ହଁ, ଆଉ କାଲିଠାରୁ ମୁଁ ଗୋଟେ ଟାଇମ୍ ଟେବୁଲ ତମକୁ ପଠେଇଦେବି, ଯେ ସାପ୍ତାହିକ ଟାଇମ୍ ଟେବୁଲ। ଏ ସପ୍ତାହରେ କୋଉ କୋଉ ଦିନ କଣ କଣ ପଢା ହବ, କୋଉ କୋଉ ଟପିକ ପଢା ହବ। ତ କାଇଣ୍ଡଲି ତାକୁ ଟ୍ରାଏ କରିବ ଏବଂ ସେଇ ଟାଇମ୍ ଟେବୁଲକୁ, ସାପ୍ତାହିକ ଟାଇମ୍ ଟେବୁଲକୁ ଫଲୋ କରିବା ପାଇଁ। ତମକୁ ରେଗୁଲାର ବେସିସରେ ଆଉ ତମକୁ କହିବିନି ଯେ କୋଉ ଦିନ କୋଉ କ୍ଲାସ୍ ଅଛି। ବାସ୍ ତମକୁ ସେ ଟାଇମ୍ ଟେବୁଲଟା ପଠେଇଦେବି, ସାପ୍ତାହିକ ଟାଇମ୍ ଟେବୁଲ। ଯଦି କୌଣସି କାରଣରୁ କୋଉ ଦିନର କ୍ଲାସ୍ ଆଜି ଲାଇଭ୍ ନ ନେଇ ପାଇଲି, ତାକୁ ମୁଁ ରେକର୍ଡିଂ ହିସାବରେ ଦେଇଦେବି। ସେଇ ହିସାବରେ ଆମକୁ ଯିବାର ଅଛି। ହଁ, ଆଉ ଗୋଟେ ଜିନିଷ ମୁଁ କହିଦଉଛି, ହୋମ୍ ସାଇନ୍ସ ଯୋଉମାନେ ନେଇଛ ଆଜି ଅପସନାଲ ହିସାବରେ, ତମଙ୍କର କାଲିଠାରୁ ଟିକେ ମୁଁ ଟାଇମ୍ ତମମାନଙ୍କୁ ଅଧିକ ଦେବି। କାହିଁକି ନା ଆମେ ବି ଟାର୍ଗେଟ ରଖିଛେ 70 to 80% ହୋମ୍ ସାଇନ୍ସ ଟୋଟାଲି ସାରିବା ଜାନୁଆରୀ ମାସ 15 ଭିତରେ। ତାକୁ ନେଇ ଆଉ ଓରିଡ୍ ହବାର ନାହିଁ, ବାସ୍ ତାକୁ ମୁଁ ଟିକେ ଅଧିକ ଟାଇମ୍ ଦେବି। ଓଡ଼ିଆ ଅପସନାଲ ଦେଖ, ଓଡ଼ିଆ ଅପସନାଲ ସାର୍ଙ୍କ ସହିତ ମୁଁ କଥା ହେଇଛି। ସାର୍ କହିଛନ୍ତି ବହୁତ ଶୀଘ୍ର ଟାଇମ୍ ଦେବେ, ମେ ବି ଏଇ ଡିସେମ୍ବର ଫାର୍ଷ୍ଟ ୱିକ୍ କିମ୍ବା ସେକେଣ୍ଡ। କାଲି ତ ମୋତେ କଟକ ଯିବାର ଅଛି ନା, କାଲି ମୁଁ ସାର୍ଙ୍କ ସହିତ କଥା ହେବି। କାଲି ଆସିଲା ପରେ ଇଭିନିଂରେ ମୁଁ ତୁମମାନଙ୍କୁ ଜଣେଇଦେବି ଯେ ଆକ୍ଚୁଆଲି ସାର୍ କଣ କହିଲେ ଆଉ କେବେଠୁ ଷ୍ଟାର୍ଟ କରିବି। ଓକେ। ଆଉ ଯାହାର ଯାହା ଡାଉଟ୍ ଅଛି ମୋତେ ଡାଇରେକ୍ଟ କଲ୍ କରିବା, ମେସେଜ କରିପାରିବ। କିନ୍ତୁ ଡେ ଟାଇମ୍ରେ ଏବେ ସାଙ୍ଗେ ସାଙ୍ଗେ କ୍ଲାସ୍ ସରୁ ସରୁ କଲ୍ କରିବ, ଡେ ଟାଇମ୍ରେ କାଲି କଲ୍ କରିପାରିବ। ବୁଝା ପଡ଼ିଲା? ଯେହେତୁ ଆଜି ମାସର ଶେଷ ରହୁଛି, କାଲିଠୁ ଆମେ ଫେର ଆଉ ଗୋଟେ ନୂଆ ମାସକୁ ଯାଉଛେ। ପୁରା କ୍ଲିୟର ଭିଜନ କ୍ଲିୟର ରହିଲା ସମସ୍ତେ। ଆଉ ମୋର ଗୋଟିଏ ଅନୁରୋଧ ସମସ୍ତଙ୍କୁ, ଯେ ମିନିମମ୍ 50 ଜଣ ଆମ ଭିତରେ ରହିବା ଦରକାର, ସେ କନଫିଡେନ୍ସ ରହିବା ଦରକାର। ଆଉ ଗୋଟେ ଛୋଟିଆ ଅନୁରୋଧ କରିବି, କଣ ହୁଏ ତୁମରି ମାନଙ୍କ ଭିତରେ ଯୋଉମାନେ ସକ୍ସେସ୍ ବି ପାଆନ୍ତି, ଗୋଟେ ଫେସ୍ ଥାଏ, ଅପ୍ ଆଣ୍ଡ ଡାଉନ୍ ହେଇକି ଯାଏ। ଯେ ବହୁତ ସାରା ପିଲା ଥାନ୍ତି ଏକ୍ସାମର ଯୋଉ ଟାଇମରେ ପଢିବା କଥା ସେ ଟାଇମରେ ସେ ଡିମୋଟିଭେଟ୍ ହୁଅନ୍ତି, ପଢନ୍ତିନି, ଟାଇମ୍ ଦିଅନ୍ତିନି। ସେ ଫେର କେତେବେଳକୁ ଟାଇମ୍ ଦେବେ ନା ଏକ୍ସାମ ଥିବ 2 ମାସ। ସାର୍ ସର୍ଟକଟ କୁହନ୍ତୁ, ସାର୍ କଣ ସିଲେକ୍ଟେଡ ଟପିକ, ଏସବୁ ଜିନିଷକୁ ଆଭଏଡ୍ କରିବାର ଅଛି। ବାସ୍ ଗୋଟିଏ ମୋର ଛୋଟ ଅନୁରୋଧ, ଏବେଠାରୁ ମାତ୍ର ଦେଖ, ଆଜି ହଉଛି ଡିସେମ୍ବର 1, ଏ ୱାର୍ଡ କହୁଛି ମନେ ରଖ। ଆସନ୍ତା ବର୍ଷ ଡିସେମ୍ବର 1ରେ ତମର ମେନ୍ ଏକ୍ସାମ ସରିଥିବ। ଆସନ୍ତା ବର୍ଷ ଡିସେମ୍ବର 1ରେ ମେନ୍ ଏକ୍ସାମ ସରିଥିବ।
ତ ଏତେ ସ୍ପିଡରେ ଏକ୍ଜାମ ହବ। ତ ସେଥିପାଇଁ ଏବେଠାରୁ ଫୁଲ ଜୋସରେ 2000, ହଁ ଆଉ ଗୋଟେ ଜିନିଷ କହିବି, ପ୍ରତ୍ୟେକ ଓଏସ୍ ପିଲାଙ୍କୁ ପ୍ଲାନ୍ ବି ରଖିବ। କାହିଁକି କହୁଛି, ଲାଇଫରେ ପ୍ଲାନ୍ ବି ର ଇମ୍ପୋର୍ଟାନ୍ସ ଅଛି। ଯେଉଁମାନେ ଗଭର୍ଣ୍ଣମେଣ୍ଟ ଜବ୍ କରିଛ, ସିକ୍ୟୁର ଜବ୍ ଅଛି, ତୁମର ପ୍ଲାନ୍ ବି ଦରକାର ନାହିଁ। କିନ୍ତୁ ଯେଉଁମାନେ ୱିଦାଉଟ୍ ଜବ୍ର ଅଛ, ଖାଲି ପ୍ରିପାରେସନ୍ କରୁଛ, ସିଜିଏଲ୍ କୁ ପ୍ଲାନ୍ ବି ରଖିବ। ଯେଉଁମାନେ ଆମର ସିଜିଏଲ୍ 199 ବ୍ୟାଚ୍ରେ ଅଛ, କିମ୍ବା ସିଜିଏଲ୍ ସେଲ୍ଫ ପଢୁଛ, କିଛି ବି ହଉଛି, ସିଜିଏଲ୍ କୁ ପ୍ଲାନ୍ ବି ରଖିବ। ଏଥିପାଇଁ ରଖିବା ପାଇଁ କହୁଛି ନା, ଓଏସ୍ ର ପ୍ରିଲିମ୍ ଯାହା, ଓଏସ୍ ର ପ୍ରିଲିମ୍ ଯାହା, ସିଜିଏଲ୍ ର ପ୍ରି ଆଉ ମେନ୍ ହଉଛି ସେୟା। କେବଳ ଗୋଟିଏ ଟପିକ୍ ଛାଡିକିରି ସେ ହଉଛି କମ୍ପ୍ୟୁଟର, ବାକି ସବୁ ସମାନ। ଆଉ ମନେ ରଖିଲେ, ଏଇ ଯୋଉ ଲାଷ୍ଟ ଇୟର ଯୋଉ ଓଏସ୍ ର ରେଜଲ୍ଟ ବାହାରିଲା, ତା ଭିତରୁ ବହୁତ ସାରା ପିଲା, ବହୁତ ସାରା ପିଲା ଯିଏକି ସିଜିଏଲ୍ ରେ ଚାକିରି କରିଛନ୍ତି। ଜଷ୍ଟ ଇମାଜିନ୍, ଯିଏ ଓଏସ୍ ପାଇଁ ପଢେ ତାର ସିଜିଏଲ୍ ସହଜରେ ହେଇଯାଏ। ତ ସେଥିପାଇଁ ପ୍ଲାନ୍ ବି ସିଜିଏଲ୍ କୁ ରଖିବ। କାହିଁକିନା ଏ ବର୍ଷ ଯୋଉ ଭ୍ୟାକେନ୍ସି ଆସୁଛି, ମାନେ କୁହାକୁ ଯାଉଛି ହ୍ୟୁଜ୍, ମାନେ ପିଲା ପୁରା ଆଖୁ କିଆରିରେ ବସିବେ। ମୁଁ ଆଜି ଲେଖିକି ଦଉଛି, 90% ପିଲା ଆଖୁ କିଆରିରେ ବସିବେ। ଦ୍ୟାଟ୍ ମିନ୍ସ କିଏ କହିବ ମୁଁ ସିଜିଏଲ୍ ପାଇଁ ପଢିବି, କିଏ କହିବ ମୁଁ ଓଏସ୍ ପଢିବି ନା କଣ, କିଏ କହିବ ମୁଁ ଆର୍ଆଇଏମ୍ ପଢିବି, କିଏ କହିବ ମୁଁ ପିଓ ପଢିବି। ଏମିତି ଲାଷ୍ଟକୁ ଆଖୁ କିଆରିରେ ବସିଲେ ଯାହା ହୁଏ, ଡିଟୋ ସେହା ହବ। ଦିଟା ରୁଲ୍, ଓଏସ୍ ପାଇଁ ପଢିବି, ପ୍ଲାନ୍ ବି ସିଜିଏଲ୍ ରଖିବି। ଏ ଦିଟା ରୁଲରେ ଯାଅ, ଡେଫିନେଟଲି ଗୋଟେ ସକ୍ସେସ୍ ପାଇବ। ଆଇଦର ପ୍ଲାନ୍ ଏ ହବ ସକ୍ସେସ୍, କିମ୍ବା ପ୍ଲାନ୍ ବି ହବ ସକ୍ସେସ୍। ଏଇଟା ମୁଁ ତମକୁ ଗ୍ୟାରେଣ୍ଟି ସହିତ କହୁଛି। ଓକେ, ଯୋଉଟା କି 199 ବ୍ୟାଚରେ ମୁଁ ସେମିତି କହୁନି ଯେ ଜଏନ୍ କର ବୋଲି। ଯଦି ତୁମେ ଇଣ୍ଟରେଷ୍ଟେଡ୍ ଅଛ ଯେ ନାଇଁ ମୁଁ ସିଜିଏଲ୍ କୁ ରଖିବି, ତାହେଲେ ତୁମେ ଜଏନ୍ କରିପାରିବ। କାରଣ ସେଠି ମଧ୍ୟ କ୍ଲାସ୍ କଣ୍ଟିନ୍ୟୁ ହଉଛି। ସେଥିରେ କଣଟା କଣ୍ଟିନ୍ୟୁ ହଉଛି, ଜିକେ କ୍ଲାସ୍ ତୁମକୁ ଏକ୍ସଟ୍ରା ଦିଆଯାଏ, ଓଡ଼ିଆର ଗ୍ରାମାର କ୍ଲାସ୍। ମୁଁ ଦେଖେଇ ଦଉଛି ପିଲେ, ଗୋଟେ ସେକେଣ୍ଡ ତୁମକୁ ଦେଖେଇଦେଲେ ତୁମେ ଆଉ ଟିକେ କ୍ଲିୟର ହେଇଯିବ। ଦେଖ, ସେ ନୂଆଟା ଏକ୍ସଟ୍ରା କଣ ଦିଆଯାଏ, ବାକି ତୁମର ସବୁ ସେୟା ରହିବ। ଦେଖ, ହଁ, ଏଠି ଓଡ଼ିଆ କ୍ଲାସ୍ ତମକୁ ମେନ୍ ଦିଆଯାଏ। ସପୋଜ ଓଡ଼ିଆ କ୍ଲାସ୍, ଓଡ଼ିଆ ଗ୍ରାମାର, ତାଙ୍କର ବର୍ତ୍ତମାନ 7ଟା ଖଣ୍ଡେ କ୍ଲାସ୍ ସରିଲାଣି। ତୁମର ମାତ୍ରା, ଫଳ, ଯୁକ୍ତାକ୍ଷର, ହଁ, ବିଶେଷଣ, ବାକ୍ୟ, ପଦର ଶ୍ରେଣୀ ବିଭାଗ, ଏସବୁ କ୍ଲାସ୍ ତାଙ୍କର ସରିଲାଣି। ତ ଏଗୁলো ହଉଛି ଇମ୍ପୋର୍ଟାଣ୍ଟ, ଯୋଉଟା କି ତୁମେ ଆରାମସେ ସେଟାକୁ ସେଇଠି ହିଁ ପାଇପାରିବ, ଯୋଉଟା କି ଓଏସ୍ ବ୍ୟାଚରେ ପାଇପାରିବନି, କିନ୍ତୁ ସେଠି ତୁମକୁ ମିଳିଯିବ। ସେଟାକୁ ପ୍ଲାନ୍ ବି ରଖ। ଏଥିପାଇଁ ପ୍ଲାନ୍ ବି କହୁଛି, କାହିଁକି ନା 2026 ପ୍ରତ୍ୟେକ ପିଲା ଜୀବନରେ ହସ ନେଇକି ଯେମିତି 2026କୁ ସାରିବ। 27 ଆରମ୍ଭରେ ନିଜର ହସ ହସ ମୁହଁରେ ଯେମିତି ଯାଉଥିବ, ସେ ଆଇଦର ଓଏସ୍ ହଉ କିମ୍ବା ସିଜିଏଲ୍ ହଉ। ତ ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟ। ତ ଏଇ ପ୍ରୟାସରେ ଆମେ ଯିବା, ଆଉ ଚେଷ୍ଟା କରିବା ତମ ଆମ ସମ୍ପର୍କ 2026ରେ ହିଁ ଏଣ୍ଡ ହେବା ଦରକାର। ଏଣ୍ଡ ମାନେ ତୁମେ ସକ୍ସେସ୍ ପାଇବ, ତୁମେ ରାସ୍ତାରେ ଚାଲିବ। ଓକେ, ଥ୍ୟାଙ୍କ ୟୁ।